ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ 329 330 331। ଜ୍ଞାନ 329 ରେ ପ୍ରଭୁ ଲେଖୁଛନ୍ତି ପରମେଶ୍ୱରଙ୍କର ଆଖିରେ ଛୋଟ ବୋଲି ଆଦୌ କିଛି ନାହିଁ, ତେଣୁ ତୁମ ଆଖିରେ ମଧ୍ୟ ଆଦୌ କିଛି ଛୋଟ ହୋଇ ନ ରହୁ। ଗୋଟିଏ ସାମ୍ରାଜ୍ୟକୁ ଗଠନ କରିବାରେ ସିଏ ଯେତିକି ଦିବ୍ୟ ଶକ୍ତିର ଶ୍ରମ ପ୍ରଦାନ କରନ୍ତି, ଗୋଟିଏ ସାମୁକାର ନିର୍ମାଣରେ ମଧ୍ୟ ସେତିକି ଶ୍ରମ ଆଣି ଖଟାଇଥାନ୍ତି। ଏବଂ ତୁମ ଲାଗି ବିଳାସ ମଧ୍ୟରେ ରହିଥିବା ଜଣେ ଅପାରଗ ରାଜା ହେବା ଅପେକ୍ଷା ଜଣେ ଭଲ ମୋଚି ହେବା ହିଁ ନିଶ୍ଚୟ ଅଧିକ ବଡ଼ କଥା ହେବ। ଜ୍ଞାନ 329 ରେ ପ୍ରଭୁ ଯୋଉ କଥାଟି କହିଲେ ଆମେ ସେଟାକୁ ମନେ ରଖିବା। କୌଣସି କାର୍ଯ୍ୟ ଛୋଟ ନୁହେଁ। ଆମ ଆଖିରେ ଯୋଉ ଛୋଟ ଛୋଟ ଜିନିଷ ବୋଲି ଆମେ ଇଗ୍ନୋର କରୁ, ହଁ ଏଇଟା ଗୋଟେ ଛୋଟ କଥାଟିଏ, ହଁ ଏଇ କାମଟା ଏଇଟା ଏତେ ଛୋଟିଆ କାମଟେ, ଏଇଟା ଚଳିବ। ଏଇ ଯୋଉ ପ୍ରକାରର ଆମ ଭିତରେ ଯୋଉ ଗୋଟେ ଭାବ ଥାଏ ଯେ ହଁ ଚଳିବ ବା ଚଳେଇ ଦବା, ଏ ଛୋଟିଆ କଥାଟା ତ, ଛୋଟିଆ କାମଟା ତ, ହଁ ଭାଇ ଏଇ ଗୋଟେ କଥା। ଉଦାହରଣ ମା ପ୍ରଭୁ କହୁଛନ୍ତି ଯେ ଗୋଟିଏ ସାମ୍ରାଜ୍ୟକୁ ଗଠନ କରିବାରେ ସେ ଯେତିକି ଶକ୍ତି ପ୍ରଦାନ କରନ୍ତି, ଯେତିକି ଶ୍ରମ ପ୍ରଦାନ କରନ୍ତି, ଗୋଟିଏ ଛୋଟିଆ ଶାମୁକାଟିଏ ମଧ୍ୟ ନିର୍ମାଣ କରିବା ପାଇଁ ସେତିକି ଶ୍ରମ ସିଏ ଦିଅନ୍ତି। এইটা হচ্ছে বড় গুরুত্বপূর্ণ কথা। ସେଥିପାଇଁ ପ୍ରଭୁ କହୁଛନ୍ତି ଯେ ତୁମ ଆଖିରେ ମଧ୍ୟ ଆଦୌ କିଛି ଛୋଟ ହୋଇ ନ ରହ। ସବୁ ଦୃଷ୍ଟିକୋଣରୁ କୌଣସି କାମ ଛୋଟ ନୁହେଁ, କୌଣସି ବ୍ୟକ୍ତି ଛୋଟ ନୁହେଁ, କୌଣସି ଘଟଣା ଛୋଟ ନୁହେଁ, କୌଣସି ପ୍ରକାରର ସେଥିପାଇଁ କୁହାଯାଏ those who are sincere they are always sincere. Those who are sincere they are always sincere. Those who are insincere they are always insincere. ଯୋଉମାନେ ନିଷ୍ଠାପର ସେମାନେ ସବୁବେଳେ ନିଷ୍ଠାପର, ଯୋଉମାନେ ନିଷ୍ଠାପର ନୁହନ୍ତି ସେ ସବୁବେଳେ ହଉଛନ୍ତି ନିଷ୍ଠାହୀନ। ତେଣୁ ଆପଣ କହିବେ ଯେ ମୋ ରୁମ ଟା ମୁଁ ଭଲରେ ସଜାଡ଼ିଛି, କିନ୍ତୁ ଅନ୍ୟ କୋଉଠିକି ଗଲେ ମୁଁ ଅସଜଡ଼ା ଯଦି କରୁଛି, ତେବେ ପ୍ରକୃତରେ ମୁଁ ମୋ ରୁମ ସଜାଡୁ ନାହିଁ। ତାମାନେ ଏଇଟା ଅସମ୍ଭବ ଯେ ଜଣେ ନିଜ ଜିନିଷ ରଖିଲା ବେଳେ ସାଇତିକି ରଖିବ, ଅନ୍ୟ ଜିନିଷ ରଖିଲା ବେଳେ ଫୋପାଡ଼ି ଦବ, ତେବେ ସିଏ ପ୍ରକୃତରେ ଜିନିଷ ସଜାଡ଼ି ରଖିବା ଶିଖିନାହିଁ। ତେଣୁ କିଛି ବି ତା ପାଖରେ ଛୋଟ ହୋଇ ରହିବ ନାହିଁ। ଏବଂ ସେଥିପାଇଁ କହୁଛନ୍ତି ଜଣେ ଅପାରଗ ରାଜା ହେବା ଅପେକ୍ଷା, ଆମ ଧାରଣାରେ ନା ରାଜା ହଉଛନ୍ତି ମହାନ, ଅପାରଗ ରାଜା ହେବା ଅପେକ୍ଷା ଜଣେ ଭଲ ମୋଚି ହେବା ହିଁ ନିଶ୍ଚୟ ଅଧିକ ବଡ଼ କଥା ହେବ। ତାମାନେ ତୁମକୁ ଯୋଉ ଦାୟିତ୍ୱ ଦିଆଯାଇଛି, ଯୋଉ କର୍ତ୍ତବ୍ୟ କରିବାର ଅଛି, ଯୋଉ କାର୍ଯ୍ୟ କରିବାର ଅଛି, ତମେ ସେଇ କାର୍ଯ୍ୟଟିକୁ ସର୍ବୋତ୍ତମ ପ୍ରଚେଷ୍ଟା ଲଗାଇ, ସର୍ବୋତ୍ତମ ପ୍ରଚେଷ୍ଟା ଦେଇ ଅତି ନିଷ୍ଠାପର ଭାବରେ ତାକୁ କରିବାର ଅଛି। ଆମର ବେଳେ ବେଳେ ଦେଖିବେ ଏବେ ଟିକେ କମିଗଲାଣି, ଆଗରୁ କଣ ହଉଥିଲା, ଯୋଉମାନେ ସରକାରୀ ଚାକିରିଆ ସେମାନେ କହୁଥିଲେ ପ୍ରାଇଭେଟ ଚାକିରିଆ ଭଲ, ଦରମା ଅମକ ଇତ୍ୟାଦି ଇତ୍ୟାଦି ସବୁ ସ୍ୱାଧୀନତା ଅଛି। ପ୍ରାଇଭେଟ ଚାକିରି ବାଲା କୁହନ୍ତି ଗଭର୍ଣ୍ଣମେଣ୍ଟ ଚାକିରି ଭଲ। ସେଇଭଳି ଆଉ ଗୋଟେ ସବୁଠାରୁ ଆଜି ପର୍ଯ୍ୟନ୍ତ ବଳବତ୍ତର ରହିଛି କଣ, କୌଣସି ଘରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ାରେ ସ୍ୱାମୀ କହନ୍ତି ସ୍ତ୍ରୀକୁ ଯେ ତୁ ଘରଟାରେ ରହି କି କାମ କରି ପକଉଛୁ, ବାହାରେ ଏତେ ଏତେ କାମ, ମାନେ ନିଜର କାମଟାକୁ ସେ ବଡ଼ ବୋଲି ଦେଖାନ୍ତି ଏବଂ ସ୍ତ୍ରୀକୁ କୁହନ୍ତି ସେ ଘରେ କିଛି କାମ କରୁନାହିଁ। କଣଟା କରୁଛୁ କହିଲୁ, ସକାଳୁ ଗଣ୍ଡେ ରାନ୍ଧିଦେଲେ ତୋ କାମ ସଇଲା। ଶିଶୁ କହିବ ସକାଳୁ ଉଠି ଘର କିଏ ଝାଡୁ କରୁଛୁ, ନା ହଁ କଣଟା ବଡ଼ କାମ, ଝାଡୁଟା କରିଦେଲୁ, ନା ଏତେ ସବୁ ସଫାସଫି କିଏ କରୁଛୁ, ହଁ ସେଇଟା କରିଦେଲୁ କଣ ହେଲା। ଏଇଭଳି ଭାବରେ ସବୁ କାର୍ଯ୍ୟକୁ ସେ କୁହନ୍ତି ଯେ ଏଇଟା ତ କରିଦେଲୁ, କଣ ବଡ଼ କାମଟା କରିଦେଲୁ, କେତେ କାମ କରି ପକଉଛୁ, ବାହାରେ କେତେ କେତେ କାମ, କେତେ ଟେନସନ ନେଇ ମଣିଷ ବଞ୍ଚୁଛି, ତୁ କଣ ଜାଣିଛୁ। ସ୍ତ୍ରୀ କହେ
कौन बाहर को गल जे कम बुली बालिकी आइल गोटे कम टे जाइल ऑफिस रे चाकरी कर अधे समय बसुच किसी काम ना आसिल आसिक मोरी ऊपर गरगर हो कि कम कर पकइल। प्रत्येक व्यक्ति अन्यर कार्य को ग्रहण करि पारंतिनी एवं सिथपे झगड़ा लगे। कथा होची कहया को मु चाहूनी जे झगड़ा कहीं लगुचंदी बोली। कथा होची जे निजर कार्य को बड़ बोली मन करी अन्य मानकर कार्य को छोट बोली मन करिवार कौनसी यदि देखिबा लॉजिकल दृष्टि ठीक नुह। केतेबेले ठीक हबो जदि से कार्यटी को निष्ठापर भाव में करू नाही तेबे सी होची माने भूल करूछ। तेणु छोट बा बड़ ये प्रत्येक थिरे निष्ठा दरकार एवं अति गुण निखुण सहित करेंगे। जड़े व्यक्ति अच्छा आम समस्ते बेले बेले देखा से प्रकार व्यक्ति भी था सी अति निखुण देखे माने कार्य गोटे गोटे कार्य देखा किंतु आम देखीचु जे से निज बासन धोइला बेले भी भल धुंती ना अंठा लगी तार से जो निखुणता गला कुआडे। जदि फुल जदि मु गोटे ए काम कला बेले अति निखुण होउची तेबे से काम रे से निखुणता गला कुआडे। ता माने तमे कहू जे ए कामटा सेमति करदेले चलिबो ना सेमति चलिबो नाही। तेणु आमे सतर्क रहिबा सचेतन रहिबा जे कोनोसी कार्य छोट नुहे से लाइन टा आउथरे पढ़ी दउची। परमेश्वर को आखिरे छोट बोली आदौ किछि नाही तेणु तुम आखिरे मध्य आदौ किछि छोट होई न रहू। गोटे साम्राज्य को गठन करिबारे से जेतिकी दिव्य शक्तिर श्रम प्रदान करती गोटे सामुकार निर्माण मध्य सेतिकी श्रम आनी खटाई था एवं तुम लगी विलास मध्य रही जड़े अपारग राजा हेबा अपेक्षा जड़े भल मोची हेबा ही निश्चय अधिक बड़ कथा है। ज्ञान 330 ज्ञान 330 रे प्रभु कहउचंती तुम लगी जेउ कार्यटी उद्दिष्ट होईची सेथि लगी तुमर सामर्थ्य जेते अपूर्ण होइथिले ओ सेथिरु तुमको मिलुथिबा फल जेते अपूर्ण होइथिले मध्य तुम लगी ताहा ही एक कृत्रिम कार्यदक्षता एवं मागी आनिथिबा परिपूर्णता अपेक्षा निश्चय अधिक भल हेबो। तेणु आमे जो आलोचना कले तुम आमको जो कार्यटी दिया जाइछि सेई कार्य रे निजर संपूर्ण सामर्थ्य संपूर्ण परिपूर्णता युक्त होई तादेरे आमर श्रम दबार अछि। तेणु ता सहित जो आमर गोटे ढग थाए निज बुद्धि रे पछे घास काटिब पर बुद्धि रे घोड़ा चढ़िब ना ता माने हैरान हेइजे। एठी प्रभु ताठार आउ टिके बड़ गुरुतर कथा कहउचंदी तुमर सामर्थ्य जेते अपूर्ण हेइथाउ तमे जेते कार्य करूच एवं सेथिरे तुमको मिलुथुवा फल जेते अपूर्ण होइतिले हमको लागुची जे नै मु पूरा रिजल्ट पाउ नाही हेइतिले मध्य तुम पई सेटा हेउची उचित एवं सेइथिरे आमर निष्ठापरता आमर सबुजाक सामर्थ्य को व्यवहार करने उचित। कहते मागी आनीथिबा परिपूर्णता अपेक्षा निश्चय अधिक भल। तेणु आमे अनेक समय रे अन्य मानकर कार्य को देखी बाबू से कामटा भल मते जदि से काम मिलता भल होता मते एई भलिया कामटे देइछंती एठी मने पकई देबी जेते बेले प्रपति प्रथमे जाइए पंडिचेरी आश्रम रे पहुंची से एठी जने अध्यापक थिले सेठी जाए पहुंचले तांको दायित्व दिया हेतिला क्षीर आउटिबा गरम हबो क्षीर ताको बसी जगिबा एटा थिला दायित्व। आपण साधारण व्यक्ति जदि सुनिबो गाँ रे जदि कथा हे कौन हैला ये चाकरी बाकरी छाड़ी गला सेठी क्षीर आउटियो ताको कौन आउ कोट जगह मिललानी। एवं बाबाजी महाराज कथा हमें जानी साधु थिले सन्यासी थिले
କାହାରି ଉଚ୍ଚିଷ୍ଟ କେବେ ଛୁଅନ୍ତି ନାହିଁ। ଯେତେବେଳେ ଆସି ପହଞ୍ଚିଲେ ଆଶ୍ରମରେ ତାଙ୍କୁ ମିଳିଲା ବାସନ ମାଜିବା ଦାୟିତ୍ୱ। ସମସ୍ତଙ୍କର ଅଇଁଠା ସେ ଛୁଇଁଲେ। ଏଇଠି କଥାଟି ହଉଛି କଣ, ଆମକୁ ଯୋଉ କର୍ତ୍ତବ୍ୟ ମିଳିଛି, ଯୋଉ କାର୍ଯ୍ୟ ମିଳିଛି, ଯୋଉ କାର୍ଯ୍ୟ ଆମ ପାଇଁ ଉଦ୍ଦିଷ୍ଟ, ସେଇ କାର୍ଯ୍ୟ ଆମକୁ ଲାଗିପାରେ ଯେ ଅତି ଅପୂର୍ଣ୍ଣ ଏବଂ ରେଜଲ୍ଟ ମୁଁ ପାଉନାହିଁ, କିନ୍ତୁ ମୋ ନିଜର ସମସ୍ତ ସାମର୍ଥ୍ୟକୁ ବ୍ୟବହାର କରି ତାକୁ ପରିପୂର୍ଣ୍ଣ କରିବାରେ ଲାଗେ। ତା ଅପେକ୍ଷା ଇଏ ଭଲ କାହା ଅପେକ୍ଷା ନା ଅନ୍ୟ ଠାରୁ ମାଗି ଆଣିଥିବା ପରିପୂର୍ଣ୍ଣତା ଅପେକ୍ଷା। ଜ୍ଞାନ 331। ଫଳ ହିଁ କଦାପି କର୍ମର ଅଭିଷ୍ଟ ନୁହେଁ, ମାତ୍ର ବିକଶିତ ହେବାରେ, ଜଣେ ଦ୍ରଷ୍ଟା ହୋଇ ଉଠିବାରେ ଏବଂ କର୍ମ ସମ୍ପାଦନ କରିବାରେ ସେହି ଶାଶ୍ୱତ ଭଗବତ ଆନନ୍ଦର ଅନୁଭବ, ତାହା ହିଁ ଅଭିଷ୍ଟ। ଆମେ ଯୋଉ ଫଳ ପ୍ରାପ୍ତି ଆଶାରେ ହିଁ କାମ କରୁ, ଏଇଟା ତା ଉପରେ ଏକ ପ୍ରହାର। ଯଦି ମତେ ନ ମିଳିବ, ଆମକୁ କଣ ମତେ ସେଥିରୁ ମିଳିବ, କଣ ମିଳିବ ବୋଲି କହୁ, ଆମେ ଭୌତିକ ଜିନିଷରେ ମୁଁ କଣ ଲାଭାନ୍ୱିତ ହେବି। କିନ୍ତୁ ସେ କାର୍ଯ୍ୟଟି କରିଲା ବେଳେ ମୋର ଯେ ଜ୍ଞାନ ବୃଦ୍ଧି ହବ, ମୋର ଯେ ଅଭିଜ୍ଞତା ବୃଦ୍ଧି ହବ, ମୋର ଯେ ମାନସିକ ବିକାଶ ହବ, ମୋର ମାନସିକ ପ୍ରାଣିକ ବା ଶାରୀରିକ କୌଣସି ଦିଗରେ ବିକାଶ ହବ, ତା ଉପରେ ମୋର ନଜର ନଥାଏ। ମୁଁ କଣ ଭୌତିକ ଭାବରେ ପାଇବି, କଣ ପାଇବି, ସେଇ ଆଶାରେ ଆମେ ଯେତେବେଳେ କରୁ, ଇଏ ହଉଛି ନିମ୍ନ ଚେତନାରେ ବସବାସ କରୁଥିବା ବ୍ୟକ୍ତି ମାନଙ୍କର ଲକ୍ଷଣ। ତେଣୁ ଏଠି କହୁଛନ୍ତି କର୍ମର ଅଭିଷ୍ଟ ନୁହେଁ ଫଳ। ଏଇ କାମ କଲେ ମତେ ଏଇ ଫଳ ମିଳିବ, ତେଣୁ ମୁଁ କାମ କରିବି, ଏଇଟା ଅଭିଷ୍ଟ ନୁହେଁ। କାର୍ଯ୍ୟ କରିବାରେ ଆନନ୍ଦ ପାଇବା ପାଇଁ ତୁମେ କାର୍ଯ୍ୟ କର। କର୍ମରେ ଆନନ୍ଦ, ଆନ୍ତର ପୁଷ୍ଟିରେ ଆନନ୍ଦ। ତାମାନେ କାର୍ଯ୍ୟ କରିବାରେ ଆନନ୍ଦର ସହିତ କରିବେ, ସେଥିରୁ ଆନନ୍ଦ ନିଜେ ପାଇବେ। କାର୍ଯ୍ୟ କରିସାରିଲା ପରେ ମତେ କଣ ମିଳିବ, ମେଡାଲ ମିଳିବ, ଟଙ୍କା ମିଳିବ, କଣ ମତେ ମିଳିବ, ମତେ ଲୋକ ବାହା ବାହା କହିବେ କି ନାହିଁ, ହଁ ଇଏ ବି ଆଉ ଗୋଟେ ଅର୍ଥ ଚାହାନ୍ତି, ସମ୍ମାନ ଚାହାନ୍ତି, ଏଇ ନିଜର ଭବିଷ୍ୟତକୁ ସୁରକ୍ଷିତ କରନ୍ତି। ମତେ ଲୋକ ପରିଚୟ ହବ, ଲୋକ ପରିଚୟ ହେଲେ ମୁଁ ଅନ୍ୟ ଜାଗାକୁ ଗଲେ ମୋର ଏହା ହବ, ଏଇ ଫଳ ଆଶା ରଖିକି କାର୍ଯ୍ୟ କର ନାହିଁ। କଣ ପାଇଁ କାର୍ଯ୍ୟ କରିବ? ବିକଶିତ ହବାରେ, ନିଜର ବିକାଶ ଲାଭ କରିବାରେ, ଜଣେ ଦ୍ରଷ୍ଟା ହୋଇ ଉଠିବାରେ, ଦେଖିକରି ନିଜ ଅନୁଭବକୁ ସାଉଁଟିବ, ଦ୍ରଷ୍ଟା ହେବ, ଦୂରରେ ଥାଇକି ଲକ୍ଷ୍ୟ କରିବ। ସେଇ ଯୋଉ ଘଟଣାଟି ଘଟିଲା, ଯୋଉ କାର୍ଯ୍ୟଟି ମୁଁ କରୁଛି, ସେ କର୍ମକୁ ମୁଁ ଦେଖିବି, ଏ କର୍ମର ଏହା ଫଳରେ ଏହା ହେଲା, ସେୟା ହେଲା, କଣ କଣ ଘଟୁଛି। ସେଇଥିପାଇଁ ଆଉ ଗୋଟେ କଥା ଏଠି ମନେ ପକେଇଦେବି ଆଉଥରେ, ଅନ୍ୟମାନଙ୍କ କ୍ଷେତ୍ରରେ ଯଦି କୌଣସି ଘଟଣା ଘଟୁଛି ଆପଣ ଦେଖୁଛନ୍ତି, ତେବେ ନିଜ ଜୀବନରେ ସେ ଘଟଣା ନ ଘଟିବା ପାଇଁ ଶିଖି ନେବେ। ସେଭଳିଆ ଚିନ୍ତାଧାରା, ସେଭଳିଆ କାର୍ଯ୍ୟ କରିବେ ନାହିଁ। ତେଣୁ ଜଣେ ଦ୍ରଷ୍ଟା ହୋଇ ଉଠିବାରେ ଏବଂ କର୍ମ ସମ୍ପାଦନ କରିବାରେ, କର୍ମ ସମ୍ପାଦନ ମାନେ ନିଜେ କାମଟାକୁ ସାରି ଶେଷ କରିବାରେ, ସମ୍ପୂର୍ଣ୍ଣ କରିବାରେ, ସେଇ ଶାଶ୍ୱତ ଭଗବତ ଆନନ୍ଦର ଅନୁଭବ, ଏଇଟା ଯଦି ତମେ ପାଇଲ, ତାହା ହିଁ ଯଥେଷ୍ଟ। ମା ଉପରେ ସଂକ୍ଷିପ୍ତ ଦେଇଛନ୍ତି ଟିପ୍ପଣୀ। ମା କହୁଛନ୍ତି ଏଇ କଥାଟି ଅତ୍ୟନ୍ତ ସ୍ପଷ୍ଟ ଯେ କୌଣସି କାର୍ଯ୍ୟର ମହତ୍ତା ତାହାର ପରିସରଟି ଉପରେ ମୋଟେ ନିର୍ଭର କରେ ନାହିଁ ଏବଂ ତାହାର ପରିପୂର୍ଣ୍ଣତା ଆଦୌ ପରିସ୍ଥିତି ବା ବାହ୍ୟ ଅନୁକୂଳତା ଗୁଡିକ ଉପରେ ନିର୍ଭର କରେ ନାହିଁ। ମାତ୍ର ଯେଉଁ ସମର୍ପଣ ଭାବ ଦ୍ୱାରା କାର୍ଯ୍ୟଟିକୁ କରାଯାଏ, ତାହା ମଧ୍ୟରେ ରହିଥିବା ଆନ୍ତରିକତା ଉପରେ ହିଁ ନିର୍ଭର କରେ। ମାନେ ଆପଣ କାର୍ଯ୍ୟଟିକୁ ଆନ୍ତରିକ ସହିତ କରିଛନ୍ତି ନା ନାହିଁ, ସମର୍ପିତ ଭାବ ନେଇକି କରିଛନ୍ତି କି ନାହିଁ। ତୁମେ ଯେଉଁ କାର୍ଯ୍ୟଟିକୁ କରିବ ବୋଲି ଦିବ୍ୟ ପରମ ସତ୍ତା ଇଚ୍ଛା କରୁଛନ୍ତି, ଆପଣା ସତ୍ତାର ଏକ ସମଗ୍ର ଉତ୍ସର୍ଗ ଭାବ ଦ୍ୱାରା ସେହି କାର୍ଯ୍ୟଟିକୁ କରିବେ। କଣ କହିଲେ? ସମଗ୍ର ଉତ୍ସର୍ଗ ଭାବ, ସବୁ କିଛି ଦେଇକି କାର୍ଯ୍ୟଟିକୁ କରିବେ। କେବଳ ଏଇ କଥାଟିର ଯାହା କିଛି ମହତ୍ଵ ଅଛି, ଆପଣ କେତେ ଉତ୍ସର୍ଗ କରୁଛନ୍ତି ସେଇଟାର ମହତ୍ଵ ରହେ। କର୍ମର ବାହ୍ୟ ପରିସର ଓ ସମ୍ଭାବନାଟିର କୌଣସି ମୂଲ୍ୟ ନାହିଁ। କାମଟା କୋଉ ଭଳିଆ ତାର କିଛି ମୂଲ୍ୟ ନାହିଁ। ବାହ୍ୟ ପରିସର ମାନେ କେତେ ବଡ ଛୋଟ, ଏଟା କିଛି ମୂଲ୍ୟ ନାହିଁ। କାରଣ ଭଗବାନ କାହାକୁ ଦେଖନ୍ତି?
ନିଷ୍ଠାପରତାକୁ ବା ଆନ୍ତରିକତାଟାକୁ ଦେଖନ୍ତି ଏବଂ ସମର୍ପିତ ଭାବ କେତେ ତାକୁ ଦେଖନ୍ତି। କାର୍ଯ୍ୟ କରିବାରେ ମୋର ଭାବ କେତେ ସମର୍ପିତ ଅଛି, ବାଧ୍ୟବାଧକତାରେ କରୁଛି, ଡ୍ୟୁଟି ସେକରେ କରୁଛି, ମାଙ୍କ ସେବା ଭାବରେ କରୁଛି, ବହୁତ ଫରକ। ମା ସେଇଟାକୁ ଦେଖନ୍ତି, ବାହାରୁ କି ଦେଖନ୍ତି। ମା, ଥ୍ୟାଙ୍କ ୟୁ ଅଲ୍।